ଆସିଲା ଅନ୍ତୋଦୟ ଗୃହ ଯୋଜନା ଫର୍ମ। ଏହି ଫର୍ମରେ କେଉଁମାନେ ଆବେଦନ କରିପାରିବେ, ଏହି ଫର୍ମ କେମିତି ମିଳିବ, କିପରି ଆବେଦନ କରିପାରିବେ, ସମସ୍ତ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବି। ହଁ ଆଜ୍ଞା, ଏହି ଫର୍ମଟିକୁ ଆପଣ ଅନଲାଇନ୍ ମାଧ୍ୟମରେ ଡାଉନଲୋଡ଼ କରିପାରିବେ। ତେବେ କୌଣସି ଟଙ୍କା ଖର୍ଚ୍ଚ ନକରି କିପରି ଅନଲାଇନ୍ ଡାଉନଲୋଡ଼ କରିବେ, ଚାଲନ୍ତୁ ଦେଖିବା। ତେବେ ଏହି ଅନ୍ତୋଦୟ ଗୃହ ଯୋଜନା ଫର୍ମ କେଉଁମାନେ ଆବେଦନ କରିପାରିବେ, ଏହି ଭିଡ଼ିଓର ଶେଷରେ ମୁଁ ଆପଣଙ୍କୁ ବତାଇଦେବି। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ଆପଣ ଗୁଗଲକୁ ଓପନ୍ କରନ୍ତୁ, ତାପରେ ଆପଣ ସର୍ଚ୍ଚରେ ଟାଇପ୍ କରନ୍ତୁ RH ଓଡ଼ିଶା। ଏହିଭଳି ଟାଇପ୍ କରିଦେଲା ପରେ ଆପଣ ସର୍ଚ୍ଚକୁ କ୍ଲିକ୍ କରିବେ। ତାପରେ ପ୍ରଥମ ଯେଉଁ ଲିଙ୍କଟି ଅଛି ରୁରାଲ ହାଉଜିଂ, ତାକୁ ଆପଣ ଏଠି କ୍ଲିକ୍ କରିବେ। ତାପରେ ନେକ୍ସଟ ପେଜଟି ଆପଣଙ୍କ ଏହିଭଳି ଓପନ୍ ହେଇକି ଆସିବ। ତେବେ ଏଠି ଦେଖନ୍ତୁ ପ୍ରଥମେ ଅପସନ୍ଟି ରହିଛି PMAYG ନୂତନ ସର୍ଭେ ଏବଂ ଅନ୍ତୋଦୟ ଗୃହ ଯୋଜନା। ତାପରେ ରହିଛି ଗୃହର କାର୍ଯ୍ୟଦେଶ। ତେବେ ଏଠି ଆପଣ ଅନ୍ତୋଦୟ ଗୃହ ଯୋଜନାର ଅପସନ୍ଟିକୁ ଏଠି ଆପଣ କ୍ଲିକ୍ କରିବେ। ତାପରେ ନେକ୍ସଟ ପେଜଟି ଆପଣଙ୍କ ଏଭଳି ଓପନ୍ ହେଇକି ଆସିଯିବ। ତେବେ ଅଧିକ ଜାଣିବା ପାଇଁ ଆପଣ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆପଣ ଏହି ଟୋଲ୍ ଫ୍ରି ନମ୍ବରରେ ଫୋନ୍ କରିକି ଆପଣ ଜାଣିପାରିବେ। ତେବେ ଏଠି ଦେଖନ୍ତୁ ଅପସନ୍ଟି ରହିଛି ଆବେଦନ ପତ୍ର, ଆପ୍ଲିକେସନ୍ ଫର୍ମ ଏବଂ ନିର୍ଦ୍ଦେଶାବଳୀ। ତେବେ ଆପଣ ଆପ୍ଲିକେସନ୍ ଫର୍ମଟିକୁ ଡାଉନଲୋଡ଼ କରିବା ପାଇଁ ଏହି ଦେଇଥିବା ଅପସନ୍ରେ ଡାଉନଲୋଡ଼ ଅପସନ୍ଟିକୁ ଏଠି ଆପଣ କ୍ଲିକ୍ କରିବେ। ଦେନ୍ ସେଠାରେ କ୍ଲିକ୍ କଲା ପରେ ଏଠି ଆପଣଙ୍କ ଫର୍ମଟି ଡାଉନଲୋଡ଼ ହେବ। ତେବେ ଡାଉନଲୋଡ଼ କରିବା ପାଇଁ ଏଠି ଆପଣ କ୍ଲିକ୍ କରିବେ। ଦେନ୍ ଡାଉନଲୋଡ଼ ହୋଇଗଲା ପରେ ଏଠି ଆପଣ ଓପନ୍ କରିବେ। ତେବେ ଏହିଭଳି ଭାବରେ ଆପଣଙ୍କ ଅନ୍ତୋଦୟ ଗୃହ ଯୋଜନା ଫର୍ମଟି ଡାଉନଲୋଡ଼ ହୋଇକି ଆସିଯିବ। ତେବେ ଏହାକୁ ସ୍କ୍ରୋଲ୍ ଡାଉନ୍ କଲା ପରେ ଏଠି ଦେଖନ୍ତୁ ଆବେଦନ ପତ୍ର ରହିଛି। ତେବେ ଏଠି ଆବେଦନ ପତ୍ରର ଫର୍ମଟି ଫିଲ୍ଅପ୍ କରିବା ପାଇଁ ଏଠି ପ୍ରଥମେ ରହିଛି ଆବେଦନକାରୀଙ୍କ ନାମ। ତାହେଲେ ଆବେଦନକାରୀଙ୍କ ନାମ ଏଠି ଲିଖିବେ, ତାଙ୍କ ପିତା କିମ୍ବା ସ୍ୱାମୀଙ୍କ ନାମ ଲେଖିବେ, ତାପରେ ଗ୍ରାମ ଲେଖିବେ, ଗ୍ରାମ ପଞ୍ଚାୟତ ଲେଖିବେ, ତାପରେ ବ୍ଲକ ଲେଖିବେ, ତାପରେ ଜିଲ୍ଲା ଲେଖିବେ, ତାପରେ ତାଙ୍କର ଆଧାର ନମ୍ବରଟି ଲେଖିବେ, ତାପରେ ମୋବାଇଲ ନମ୍ବରଟି ଲେଖିବେ, ତାପରେ ଲିଙ୍ଗ ପୁରୁଷ ନା ମହିଳା ନା ତୃତୀୟ ଲିଙ୍ଗୀ ତାକୁ ଆପଣ ଏଠି ଲେଖିବେ, ତାପରେ ସାମାଜିକ ବର୍ଗ SC ST ସଂଖ୍ୟାଲଘୁ କିମ୍ବା ଅନ୍ୟ ବର୍ଗ ଏହିସବୁ ଏଠି ଆପଣ ଲେଖିବେ। ତାପରେ 11 ନମ୍ବରରେ ରହିଛି 40% ବା ଅଧିକ ଭିନ୍ନକ୍ଷମ, ହଁ ନା କହିଛି। ଯଦି 40%ରୁ ଉର୍ଦ୍ଧ୍ୱ ତାହେଲେ ହଁ କରିବେ, ଯଦି ନାହିଁ ତାହେଲେ ନାକୁ ଲେଖିବେ। ତାପରେ ଏଠି ଜନ୍ମ ତାରିଖରେ ଦିନ ମାସ ବର୍ଷ, ତାହେଲେ ଏଠି ଆପଣଙ୍କ ଜନ୍ମ ତାରିଖ ଲେଖିବେ ଏବଂ କେତେ ବୟସ ହୋଇଛି ତାକୁ ଆପଣ ଏଠି ଲେଖିବେ। ତାପରେ ବ୍ୟାଙ୍କର ନାମ ଲେଖିବେ, ଶାଖା ଓ IFSC କୋଡ଼ ଲେଖିବେ, ଜମା ଖାତାର ନମ୍ବରଟି ଏଠି ଲେଖିବେ। ତାପରେ ଆବେଦନକାରୀଙ୍କ ଦସ୍ତଖତଟି ଦେବେ। ତାପରେ କେତେ ତାରିଖରେ ଆବେଦନ କରିଥିଲେ ତାହା ଏଠି ଲେଖିବେ। ତେବେ ଏଇଭଳି ଆପଣଙ୍କ ଫର୍ମଟି 5ଟି ପେଜରେ ରହିବ। ତେବେ ଆପଣ ଏହି ସବୁ ପେଜଟିକୁ ଏଠି ଆପଣ ଫିଲ୍ଅପ୍ କରିବେ। ତେବେ ଏହି ଫର୍ମଟିକୁ କେଉଁମାନେ ଆବେଦନ କରିବେ ଏଠି ଦେଖନ୍ତୁ। ତେବେ ଏଠି ଦେଖନ୍ତୁ ଯେଉଁମାନଙ୍କ ଆଧାର କାର୍ଡ଼ ନଥିବ, ଆଧାରରେ ଫିଙ୍ଗର ଆସୁନଥିବ, ଆଖି ଆସୁନଥିବ, ଭିନ୍ନକ୍ଷମ, ବିଧବା, ଦୂର ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ଶହୀଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାରର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ। ଏଥିପାଇଁ ଅନଲାଇନ୍ ଖୋଲିବ, ଫୋନ୍ ନମ୍ବର ରହିଛି ଏବଂ ୱେବ୍ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ BDOଙ୍କ ମାଧ୍ୟମରେ ପଞ୍ଜୀକୃତ କରିପାରିବେ। ତେବେ ଏହିଭଳି ମାଧ୍ୟମରେ ଆପଣ ଅନ୍ତୋଦୟ ଗୃହ ଯୋଜନାର ଫର୍ମଟିକୁ ଡାଉନଲୋଡ଼ କରିପାରିବେ। ତେବେ ଏହିମାନେ ହିଁ ଏହି ଫର୍ମଟି ପକାଇ ପାରିବେ। ତେବେ ଭିଡ଼ିଓଟି ପସନ୍ଦ ଆସିଲେ ଭିଡ଼ିଓକୁ ନିହାତି ଭାବରେ ଲାଇକ୍ କରିବେ, ସେୟାର କରିବେ ଏବଂ ଆପଣ ଯଦି ଏହି ଚ୍ୟାନେଲରେ ନୂଆ କରିଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।